ଅଛି ସତ୍ୟପାଠରେ ସକାଳର ମୁଖ୍ୟ ଖବରକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ମୁଖ୍ୟ ବଡ଼ ଖବର ଉପରେ। ପାକିସ୍ତାନ ସହିତ ତିକ୍ତତା ମଧ୍ୟରେ ଚେନାବ ନଦୀର ପାଣି ବନ୍ଦ କରିବା ଉପରେ ପ୍ରତିକ୍ରିୟା ଦେଲେ ପିଏମ୍ ମୋଦି। ପାକିସ୍ତାନ ସହିତ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପୂର୍ବରୁ ଭାରତର ପାଣି ବାହାରକୁ ବହି ଯାଉଥିଲା। ଏବେ ଭାରତର ପାଣି ଭାରତର ହକ୍ ପାଇଁ ପ୍ରଭାବିତ ହେବ ଏବଂ କେବଳ ଭାରତର କାମରେ ହିଁ ଆସିବ। ସୂଚନା ଥାଉ କି ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ସିନ୍ଧୁ ନଦୀର ଚୁକ୍ତିନାମାକୁ ସ୍ଥଗିତ କରିଛି ଓ 2ଟି ଡ୍ୟାମ୍ରେ ଚେନାବ ନଦୀର ପାଣିକୁ ବନ୍ଦ କରିଦେଇଛି। ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୋଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତିକ୍ତତା ମଧ୍ୟରେ 48 ଘଣ୍ଟା ଭିତରେ ପିଏମ୍ ମୋଦିଙ୍କୁ ଦ୍ୱିତୀୟ ଥର ଭେଟିଲେ ଏନ୍ଏସ୍ଏ ଅଜିତ ଡୋଭାଲ। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଗତ 48 ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 2 ଥର ଭେଟିଲେଣି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଆଜି ମଙ୍ଗଳବାର ସକାଳୁ ମୋଦିଙ୍କୁ ଭେଟି ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରିଛନ୍ତି ଡୋଭାଲ। ଏହା ପୂର୍ବରୁ ଗତ ରବିବାର ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଉଲ୍ଲେଖଯୋଗ୍ୟ ମଇ 7 ତାରିଖରେ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ୟେମେନ୍ର ସାନା ବିମାନ ବନ୍ଦର ଉପରେ ଆକ୍ରମଣ କଲା ଇସ୍ରାଏଲ, ସମ୍ପୂର୍ଣ୍ଣ ବନ୍ଦ ହେଲା ଏୟାରପୋର୍ଟ। ଇସ୍ରାଏଲି ସେନା ମଙ୍ଗଳବାର କହିଛି ଯେ ୟେମେନ୍ର ରାଜଧାନୀ ସାନାର ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଇସ୍ରାଏଲି ସେନା କହିଛି ଯେ ଏହି ଆକ୍ରମଣ ଫଳରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ଓ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦିଆଯାଇଛି। ତେବେ ଏହି ଆକ୍ରମଣରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଥାଉ କି ହୁତି ବିଦ୍ରୋହୀମାନେ ରବିବାର ଦିନ ଇସ୍ରାଏଲର ମୁଖ୍ୟ ବିମାନ ବନ୍ଦର ନିକଟରେ ଆକ୍ରମଣ କରିଥିଲେ। ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବ କତାର। ଆତଙ୍କବାଦୀ ହମଲାକୁ ନେଇ ମୋଦିଙ୍କ ସହ କଥା ହେଲେ ଅଲ୍ ଥାନି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି ଯେ କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ ଅଲ୍ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ପହଲଗାମ ଆତଙ୍କୀ ହମଲାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ଏହା ସହ ଏହି ସମୟରେ ଭାରତର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଅଲ୍ ଥାନି ପିଏମ୍ ମୋଦିଙ୍କୁ କହିଥିବା ନେଇ ସୂଚନା ଦେଇଛନ୍ତି। ରେସ୍ ସମୟରେ 11ଟି ବାଇକ୍ ମଧ୍ୟରେ ଧକ୍କା, 2ଟି ବାଇକ୍ ଚାଳକ ମୃତ। ଇଂଲଣ୍ଡର ଓଲ୍ଟନ ପାର୍କରେ ବ୍ରିଟିଶ ସୁପର ସ୍ପୋର୍ଟ ଚାମ୍ପିଅନସିପ୍ ରେସ୍ ସମୟରେ 11ଟି ବାଇକ୍ ମଧ୍ୟରେ ଧକ୍କା ହେବାରୁ ବାଇକ୍ ଚାଳକ ୱେନ୍ ଜେନ୍ ଓ ସେନ୍ ରିଚାର୍ଡସନଙ୍କର ମୃତ୍ୟୁ ହୋଇଛି। ଓପନିଂ ଲ୍ୟାପ୍ରେ ପ୍ରଥମ ମୋଡରେ ଏହି ଦୁର୍ଘଟଣା ଘଟିଥିଲା। ମୋଟର ସାଇକେଲ ସର୍କିଟ ରେସିଂ ନିୟନ୍ତ୍ରଣ ବୋର୍ଡ ଓ ମୋଟର ସ୍ପୋର୍ଟସ ଭିଜନ ରେସିଂ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛନ୍ତି। ତେବେ ଏହି ଦୁର୍ଘଟଣା ପରେ ରେସ୍କୁ ସାଙ୍ଗେ ସାଙ୍ଗେ ବନ୍ଦ କରାଯାଇଥିଲା ବୋଲି ସୂଚନା ମିଳିଛି। ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ଲେଖିବା ପ୍ରସଙ୍ଗରେ ସିଏମ୍ ମୋହନ ମାଝୀ ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଦୀଘାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ ଓ ଏହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଜଗନ୍ନାଥ ଧାମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। କାଲି ଓ ପରଦିନ ପାକିସ୍ତାନ ସୀମାରେ ଆକାଶ ମାର୍ଗରେ ଯୁଦ୍ଧାଭ୍ୟାସ କରିବ ଭାରତୀୟ ବାୟୁସେନା ନୋଟାମ୍ ଜାରି କଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ବୁଧବାର ଓ ଗୁରୁବାର ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ବାୟୁସେନା ଏହି ସମ୍ପର୍କରେ ଏକ ନୋଟାମ୍ ଜାରି କରିଛି। ଏହି ଯୁଦ୍ଧାଭ୍ୟାସ ବୁଧବାର ରାତି 9:30ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିରେ ରାଫେଲ, ମିରାଜ 2000 ଓ ସୁଖୋଇ 30 ସହିତ ଅଗ୍ରଣୀ ଫାଇଟର ଜେଟ୍ ସାମିଲ ହେବେ ବୋଲି ଜଣାପଡ଼ିଛି। ୟୁକେ ମଧ୍ୟରେ ଦ୍ୱିପକ୍ଷୀୟ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ମହତ୍ୱାକାଂକ୍ଷୀ କହିଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ଭାରତ ଓ ୟୁକେ ମଧ୍ୟରେ ଏକ ମହତ୍ୱାକାଂକ୍ଷୀ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ତେବେ ଏହି ଚୁକ୍ତିନାମା ବ୍ୟବସାୟ ପାଇଁ ନୂତନ ସୁଯୋଗ ଖୋଲିବ ଓ ଆର୍ଥିକ ସମ୍ପର୍କକୁ ମଜବୁତ କରିବ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଘନିଷ୍ଠ କରିବ ବୋଲି କୁହାଯାଉଛି। ସେହିପରି ଏହା ଉଭୟ ଦେଶ ପାଇଁ ମିଳିତ ଭାବରେ ଉତ୍ପାଦ ବିକାଶ କରିବା ପାଇଁ ନୂତନ ସମ୍ଭାବନା ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି। ମୁଖ୍ୟଙ୍କୁ ପାକିସ୍ତାନ ଜବାବଙ୍କର ଧମକ, ଭାରତ ସୀମାକୁ ପଠାଇଲେ ଦେବୁ ଇସ୍ତଫା।
ଭାରତ ସହ ଯୁଦ୍ଧ ପାଇଁ ସୀମାକୁ ଗଲେ ଚାକିରିରୁ ଇସ୍ତଫା ଦେବେ ବୋଲି ପାକିସ୍ତାନୀ ଯବାନ ଚେତାବନୀ ଦେଇଛନ୍ତି। କେବଳ କହିନାହାନ୍ତି ସେନା ମୁଖ୍ୟ ସେମାନଙ୍କ କଥା ନ ଶୁଣିବାରୁ କିଛି ଯବାନ ଇସ୍ତଫା ମଧ୍ୟ ଦେଇଛନ୍ତି। ତେବେ ଏକ ରିପୋର୍ଟ ମୁତାବକ ପାକିସ୍ତାନ ସେନାରୁ ଏପର୍ଯ୍ୟନ୍ତ 45,000 ଯବାନ ଓ 250 ସେନା ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏହି କାରଣରୁ ପାକିସ୍ତାନ ଏବେ ଘରୋଇ ସଂସ୍ଥାରୁ ଯବାନ ଆଣିବା ଆରମ୍ଭ କରିଛି। ରାଷ୍ଟ୍ରପତି ଭାବରେ ମେ 19 ତାରିଖରେ ସାବରିମାଳା ମନ୍ଦିର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ଇତିହାସରେ ପ୍ରଥମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ମେ 19 ତାରିଖରେ କେରଳର ସାବରିମାଳା ମନ୍ଦିରରେ ଭଗବାନ ଆୟାପ୍ପାଙ୍କ ଦର୍ଶନ କରିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ୱମ୍ ବୋର୍ଡ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ଏଥିସହ ଏହାକୁ ଦେଶର ଇତିହାସର ଏକ ଗୌରବ ମୁହୂର୍ତ୍ତ ବୋଲି ବୋର୍ଡ ଅଭିହିତ କରିଛି। କୁହାଯାଉଛି ଯେ ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ସହ ରାଷ୍ଟ୍ରପତି ସାଧାରଣ ଦର୍ଶନାର୍ଥୀଙ୍କ ପରି ପାହାଡ଼ ଚଢ଼ିପାରନ୍ତି। ପକ୍ଷଙ୍କର ନିଦ ହଜାଇବ ଡିଆରଡିଓର ଏହି ବେଲୁନ୍, ଜାଣନ୍ତୁ କଣ ରହିଛି ଖାସ୍। ଡିଆରଡିଓ ପକ୍ଷରୁ ମଧ୍ୟପ୍ରଦେଶରେ ସର୍ଭିଲାନ୍ସ ବେଲୁନ୍ର ପ୍ରଥମ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ପରେ ଏହି ବେଲୁନ୍ରେ ପ୍ରାୟ 17 କିଲୋମିଟର ଉଚ୍ଚକୁ ଯିବା ସହ 62 ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଉଡ଼ିଥିଲା। ଏହି ଉଡ଼ାଣ ସମୟରେ ବେଲୁନ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏକାଠି କରି ଏକ ସ୍ୱତନ୍ତ୍ର ଉପକରଣରେ ଭୂମିକୁ ପଠାଇଥିଲା। ଯେଉଁଠି ଲଢୁଆ ବିମାନ ଓ ଡ୍ରୋନ୍ ପହଞ୍ଚି ପାରୁନାହାନ୍ତି, ସେହି ଉଚ୍ଚତାରେ ଏହି ବେଲୁନ୍ ଅତି ସହଜରେ ପହଞ୍ଚି ପାରୁଥିବା ଜଣାପଡ଼ିଛି। ପହଲଗାମ ଆତଙ୍କୀ ହମଲା ସ୍ଥଳ ନିକଟରେ ଧରାପଡ଼ିଲେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବା ବ୍ୟକ୍ତି। ରିପୋର୍ଟ ପହଲଗାମ ଆତଙ୍କବାଦୀ ଆକ୍ରମଣ ସ୍ଥଳରେ ନିକଟରେ ଜଣେ ବ୍ୟକ୍ତି ଧରାପଡ଼ିଥିବା ବେଳେ ସେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବା ନେଇ ଅନେକ ରିପୋର୍ଟରେ କୁହାଯାଇଛି। ତେବେ ଜ୍ୟାକେଟ୍ ବାବଦରେ ତାଙ୍କୁ ପଚରାଯାଇଥିବା ବେଳେ ସେ ବୁଲେଇ ବଙ୍କେଇ ଉତ୍ତର ଦେଉଥିବା ସୂଚନା ମିଳିଛି। ସୂଚନା ଥାଉ କି ଲସ୍କରେ ତୋଇବାର ଟିଆର୍ଏସ୍ ସହିତ ଜଡ଼ିତ ଆତଙ୍କବାଦୀମାନେ ଏପ୍ରିଲ 22 ତାରିଖରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ 26 ଜଣଙ୍କର ଜୀବନ ଯାଇଥିଲା ଓ ଅନେକ ଆହତ ହୋଇଥିଲେ। ଗାଲା 2025ରେ ଜଲବା ଦେଖାଇଲେ ଶାହରୁଖ, କିଆରା ଓ ଦିଲଜିତ୍। ବଲିଉଡ ବାଦଶାହ ଶାହରୁଖ ଖାନ୍ ମେଟଗାଲା 2025ରେ ଦମଦାର ଡେବ୍ୟୁ କରିବା ସହିତ ଗ୍ୟାଙ୍ଗଷ୍ଟର ଲୁକ୍ରେ ନଜର ଆସିଛନ୍ତି। ସେ ସବ୍ୟସାଚୀଙ୍କର ଡିଜାଇନ୍ର କଳା ରଙ୍ଗର ପୋଷାକ ସହ ବେକରେ କେ ନାମ ଥିବା ଏକ ପେଣ୍ଡେଣ୍ଟ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଥିଲେ। ସେହିପରି ମା ହେବାକୁ ଯାଉଥିବା ଅଭିନେତ୍ରୀ କିଆରା ଆଡଭାନୀ ପ୍ରଥମ ଥର ପାଇଁ ବେବି ବମ୍ପ ଦେଖାଇଥିବା ନଜର ଆସିଛନ୍ତି। ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ ମଧ୍ୟ ଜବରଦସ୍ତ ରାଜଗାୟିକ ଲୁକ୍ରେ ଡେବ୍ୟୁ କରିଛନ୍ତି। କାଶ୍ମୀର ହମଲାରେ ଆତଙ୍କୀଙ୍କୁ ଧରିବା ପ୍ରୟାସରେ ନିର୍ଦ୍ଦୋଷ ଲୋକଙ୍କୁ ଅସୁବିଧା ନ ହେବା ଦରକାର, କହିଲେ ଓମାର ଅବଦୁଲ୍ଲା। ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ହମଲାରେ ଆତଙ୍କବାଦୀଙ୍କୁ ଧରିବା ପ୍ରୟାସ ସମୟରେ ନିର୍ଦ୍ଦୋଷ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବା ଦରକାର। ସେ କହିଛନ୍ତି ଏହା ଦେଖାଦେବା ଉଚିତ ନୁହେଁ। କିଛି ଆତଙ୍କବାଦୀଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଉଛି। ସୂଚନା ଥାଉ କି ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ କାଶ୍ମୀର ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାଲି ହେବ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍। ଲୋକଙ୍କ ଜୀବନ ଉପରେ କଣ ପଡ଼ିବ ପ୍ରଭାବ? ସମ୍ଭାବ୍ୟ ଯୁଦ୍ଧ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅନେକ ରାଜ୍ୟରେ ସିଭିଲ ଡିଫେନ୍ସ ମକ୍ଡ୍ରିଲ୍ କରାଯିବ। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ମକ୍ଡ୍ରିଲ୍ ସମୟରେ ଟ୍ରାଫିକ୍ ଜାମ୍ ସହ ଅସ୍ଥାୟୀ ଭାବେ କିଛି ରାସ୍ତାକୁ ବ୍ଲକ୍ କରାଯାଇପାରେ। ସେହିପରି ଇଣ୍ଟରନେଟ୍ ସଟ୍ଡାଉନ୍ କିମ୍ବା ବ୍ଲାକ୍ଆଉଟ୍ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ମକ୍ଡ୍ରିଲ୍ କାରଣରୁ ସ୍କୁଲ, କଲେଜ କିମ୍ବା ବ୍ୟାଙ୍କ ଇତ୍ୟାଦି ବନ୍ଦ କରିବା ନେଇ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ମଦର୍ସ ଡେ ପାଇଁ ସେଲ୍ଫି ପ୍ରତିଯୋଗିତାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମେ 11 ତାରିଖରେ ମଦର୍ସ ଡେ ପାଳିତ ହେବାକୁ ଯାଉଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପମୁଖ୍ୟମନ୍ତ୍ରୀ ପରିଡା ମେ 6ରୁ 10 ପର୍ଯ୍ୟନ୍ତ ଏକ ସେଲ୍ଫି ପ୍ରତିଯୋଗିତା ମଦର୍ସ ଡେ ସେଲ୍ଫି କଣ୍ଟେଷ୍ଟର ଶୁଭାରମ୍ଭ କରିଛନ୍ତି। ଏଥିରେ ନିଜ ମାଙ୍କ ସହିତ ସେଲ୍ଫି ଉଠାଇ ମାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ 2 ପଦ ଲେଖିଲେ ମହିଳା ଶିଶୁ ବିକାଶ ବିଭାଗକୁ ଟ୍ୟାଗ୍ କରିବା ସହ ମୋ ବୋଉ, WDC ଓଡ଼ିଶା, ମଦର୍ସ ଡେ ଆଦି ହ୍ୟାଶଟ୍ୟାଗ୍ ବ୍ୟବହାର କରିବାକୁ ପଡ଼ିବ। ମହାରାଷ୍ଟ୍ରରେ ସ୍ତ୍ରୀକୁ ହତ୍ୟା ପରେ ଅଖାରେ ପୁରାଇ ଭର୍ତ୍ତି କରି ନେବା ବେଳେ ସ୍ୱାମୀକୁ ଧରିଲା ପୋଲିସ। ମହାରାଷ୍ଟ୍ରର ପୁନେରେ ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ସ୍କୁଟରରେ ନେବାବେଳେ ସ୍ୱାମୀ ପୋଲିସ ହାତରେ ଧରାପଡ଼ିଛି। ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ରାକେଶ କୌଣସି କାରଣରୁ ଝଗଡ଼ା ପରେ ସ୍ତ୍ରୀ ବବିତାଙ୍କୁ ତଣ୍ଡି ଚିପି ହତ୍ୟା କରିଥିଲା। ମଙ୍ଗଳବାର ଭୋର ସମୟରେ ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିବା ବେଳେ ପୋଲିସକୁ ସୂଚନା ମିଳିଥିଲା। ପରେ ପୋଲିସ ପାଟ୍ରୋଲିଂ ବେଳେ ରାକେଶକୁ ଅଟକାଇ ଯାଞ୍ଚ କରିବା ପରେ ଅଖା ଭିତରୁ ମୃତଦେହ ଉଦ୍ଧାର କରିଥିଲା। ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା
ମାମଲା ମେ 9 କୁ ଘୁଞ୍ଚିଲା ସରକାରୀ ଓକିଲଙ୍କର ଆର୍ଗୁମେଣ୍ଟ ତାରିଖ। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ପୁଞ୍ଜିଲାଲ ମେହେର ଭର୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିଲେ। ମଙ୍ଗଳବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ଥିବାବେଳେ ତା 9 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସରକାରୀ ଓକିଲ ଆଶିଷ ଚନ୍ଦନଙ୍କ କହିବା ମୁତାବକ ପୁଞ୍ଜିଲାଲଙ୍କର ଓକିଲ ପ୍ରମୋଦ ମିଶ୍ର ପୁଞ୍ଜିଲାଲ ଯେଉଁ କଲେଜରେ ଥିଲେ ସେହି କଲେଜରୁ କିଛି କାଗଜପତ୍ର କୋର୍ଟରେ ଦେବାକୁ ଆବେଦନ କରିଥିଲେ, କିନ୍ତୁ କୋର୍ଟ ସୋମବାର ଏହାକୁ ଖାରଜ କରିଦେଇଥିଲେ। ଦୁର୍ଘଟଣାରେ ଆହତ 1.5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା ଦେବେ କେନ୍ଦ୍ର ସରକାର। ଦେଶବ୍ୟାପୀ ଯେକୌଣସି ପଞ୍ଜୀକୃତ ହସ୍ପିଟାଲରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ହୋଇପାରିବ। ସଡ଼କ ଦୁର୍ଘଟଣା ପୀଡ଼ିତ ଏହି ଯୋଜନାକୁ ମଇ 5ରୁ କାର୍ଯ୍ୟକାରୀ ହୋଇଥିବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଦୁର୍ଘଟଣା ହେବାର 7 ଦିନ ମଧ୍ୟରେ ହିଁ ଏହି ସୁବିଧା ମିଳିପାରିବ। ଚିକିତ୍ସା ସହାୟତାକୁ ବିଳମ୍ବ ହେତୁ ଘଟୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ପାଇଁ ଯୋଜନାର ଲକ୍ଷ୍ୟ ରହିଛି। ମାର୍ଗରୁ ଆକ୍ରମଣ ବିପଦ ନେଇ ଭାରତରେ ଶେଷ ଥର ପାଇଁ କେବେ ବାଜିନଥିଲା ସାଇରନ୍। ଆସନ୍ତାକାଲି ଦେଶବ୍ୟାପୀ ବିମାନ ଆକ୍ରମଣ ଚେତାବନୀ ସାଇରନ୍ ବାଜିବ ଏବଂ ସାଧାରଣ ନାଗରିକ ଯୁଦ୍ଧ ପରିସ୍ଥିତିରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ମକ୍ ଡ୍ରିଲରେ ଅଂଶଗ୍ରହଣ କରିବେ। ତେବେ 1971 ମସିହା ପରେ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆଦେଶ ଜାରି କରାଯାଇଛି। 1971 ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା। 54 ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏଭଳି ଆଦେଶ ଜାରି ହୋଇଛି। 2025ରେ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ। IMF ଚଳିତ ବର୍ଷ ଅର୍ଥାତ୍ 2025ରେ ଭାରତ ଜିଡିପି ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଅର୍ଥନୀତି ପାଲଟିବ। ଅନ୍ତର୍ଜାତୀୟ ମୁଦ୍ରା IMF ଦ୍ୱାରା ଏପ୍ରିଲ 25ରେ ପ୍ରକାଶିତ ୱାର୍ଲଡ ଇକୋନୋମିକ୍ସ ଆଉଟଲୁକ୍ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ ରିପୋର୍ଟ ଅନୁସାରେ 2025ରେ ଭାରତର ନୋମିନାଲ ଜିଡିପି 4,187.017 ବିଲିୟନ ଡଲାରକୁ ବୃଦ୍ଧି ପାଇବ। ସେହିପରି ଜାପାନର ଜିଡିପିର ଆକାର 4,168.431 ବିଲିୟନ ଡଲାର ରହିବ ବୋଲି ଏଥିରେ ଆକଳନ କରାଯାଇଛି। ପାକ୍ ତଟରକ୍ଷୀ ବାହିନୀର ଗାଡ଼ି ଉପରେ ବୋମା ମାଡ଼ କଲା ବଲୁଚିସ୍ତାନ ଲିବରେସନ ଆର୍ମି। 3 ମୃତ 2 ଆହତ। ପାକିସ୍ତାନର ଗ୍ୱାଦର ଅଞ୍ଚଳରେ ଉପକୂଳବର୍ତ୍ତୀ ସହର ଜିୱାନିରେ ବେଲୁଚିସ୍ତାନ ଲିବରେସନ ଆର୍ମିର ସଦସ୍ୟମାନେ ପାକିସ୍ତାନ ତଟରକ୍ଷୀ ବାହିନୀର ଏକ ଗାଡ଼ି ଉପରେ ବୋମା ମାଡ଼ କରିଥିବା ଜଣାପଡ଼ିଛି। ଗାଡ଼ିଟି ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ବିଦ୍ରୋହୀମାନେ ଏକ ରିମୋଟ ଆଇଡି ବ୍ୟବହାର କରି ବିସ୍ଫୋରଣ ଘଟାଇଥାନ୍ତି। ଏଥିରେ 3 ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଛନ୍ତି। BLA ଅନେକ ସମୟରେ ପାକ୍ ସେନା ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଆସିପାରେ ମୌସୁମୀ ମେ 13ରେ ଆଣ୍ଡାମାନ ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଏଥର ଆଗୁଆ ମୌସୁମୀ ଆସିବା ସହ 13 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହୋଇଛି। ଅନ୍ୟପକ୍ଷରେ ରାଜ୍ୟର କାଳବୈଶାଖୀ ବର୍ଷା କାରଣରୁ ସପ୍ତାହେ ହେଲା ତାପମାତ୍ରା ହ୍ରାସ ପାଇଥିଲା ବେଳେ 9 ତାରିଖ ବେଳକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। 23-24 ଆର୍ଥିକ ବର୍ଷରେ 17 କୋଟି ଟଙ୍କାର ଟ୍ୟାକ୍ସ ଦେଇଥିଲେ ସୁପ୍ରିମକୋର୍ଟର ସବୁଠୁ ଧନୀ ଜଜ୍। ସୁପ୍ରିମକୋର୍ଟର ସବୁଠୁ ଧନୀ ଜଜ୍ ଜଷ୍ଟିସ କେଭି ବିଶ୍ୱନାଥନ ପ୍ରକାଶ କରିଛନ୍ତି ଯେ 2024-25 ବିତ୍ତୀୟ ବର୍ଷରେ 6.70 କୋଟି ଟଙ୍କା ଏବଂ 23-24 ବିତ୍ତୀୟ ବର୍ଷରେ 17.48 କୋଟି ଟଙ୍କା ଟ୍ୟାକ୍ସ ଦେଇଥିଲେ। ଆହୁରି ମଧ୍ୟ ସେ 15 ବିତ୍ତୀୟ ବର୍ଷରେ ସମୁଦାୟ 91.47 କୋଟି ଟଙ୍କାର ଟ୍ୟାକ୍ସ ଦେଇଥିବା କହିଛନ୍ତି। ଜଷ୍ଟିସ କେଭି ବିଶ୍ୱନାଥଙ୍କ ପାଖରେ 120.96 କୋଟି ଟଙ୍କାର ସେୟାର, ମ୍ୟୁଚୁଆଲ ଫଣ୍ଡ, ବଣ୍ଡ, ଡିବେଞ୍ଚର, PPF, GPF ଓ ବୀମା ପଲିସି ରହିଛି। ଜାମ୍ମୁ କାଶ୍ମୀରରେ ଏଲ୍ଓସିରୁ ଧରାପଡ଼ିଲା ଜଣେ ପାକିସ୍ତାନୀ ନାଗରିକ। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖାରୁ ଯବାନମାନେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଧରିଥିବା ଜଣାପଡ଼ିଛି। ଏହାକୁ ନେଇ ଅଧିକ ଯାଞ୍ଚ କରାଯାଉଛି ବୋଲି ସେନା ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ବିଏସ୍ଏଫ୍ ଯବାନମାନେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଜଣେ ପାକିସ୍ତାନୀ ନାଗରିକଙ୍କୁ ପଞ୍ଜାବର ଗୁରୁଦାସପୁରଠାରେ ଧରିଥିଲେ। ସେହିପରି ରାଜସ୍ଥାନରେ ଭାରତ ପାକିସ୍ତାନ ସୀମାରେ ଜଣେ ପାକିସ୍ତାନୀ ରେଞ୍ଜର ମଧ୍ୟ ଧରାପଡ଼ିଥିବା ନେଇ ସୂଚନା ମିଳିଛି। କିପରି ହୋଇଗଲାଣି ଦେଶର ସଂରକ୍ଷଣ ବ୍ୟବସ୍ଥା, କହିଲେ ସୁପ୍ରିମକୋର୍ଟ ବିଚାରପତି। ମହାରାଷ୍ଟ୍ର ନିର୍ବାଚନରେ
ସଂରକ୍ଷଣ ସମ୍ପର୍କିତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଦେଶର ସଂରକ୍ଷଣ ଏକ ରେଳ ଡବା ପରି ହୋଇଗଲାଣି। ଯେଉଁମାନେ ଡବାରେ ଚଢ଼ିଗଲେ ସେମାନେ ଚାହୁଁନାହାନ୍ତି ଯେ ଅନ୍ୟ କେହି ଭିତରେ ପ୍ରବେଶ କରୁ। ଅଭିଯୋଗକାରୀ ମାମଲା ଦାୟର କରି କହିଥିଲେ ଯେ ବାଣ୍ଟିଆ ଆୟୋଗ ବିନା ଯାଞ୍ଚରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ କରିଛି। ମାମଲାରେ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆଇନଜୀବୀଙ୍କୁ ତଲବ କରିଛନ୍ତି। ପହଞ୍ଚିଲା ଏନ୍ଏସ୍ଜିର ସ୍ୱତନ୍ତ୍ର ଟିମ୍, ସୁରକ୍ଷା ବ୍ୟବସ୍ଥା କରିବ ଯାଞ୍ଚ। ପହଲଗାମ ଆକ୍ରମଣ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ମଙ୍ଗଳବାର ଏନ୍ଏସ୍ଜି ଟିମ୍ ପୁରୀରେ ପହଞ୍ଚିଛନ୍ତି। ସୁରକ୍ଷା ନେଇ ପୁରୀ ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସନ ସହ ଏହି ସ୍ୱତନ୍ତ୍ର ଟିମ୍ ଆଲୋଚନା କରିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ନେଇ ଆଲୋଚନା ହୋଇପାରେ। ସେହିପରି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ମୁତାବକ ଆସନ୍ତାକାଲି ପୁରୀ ସମେତ ସମସ୍ତ ରାଜ୍ୟରେ 12ଟି ସ୍ଥାନରେ ମକ୍ଡ୍ରିଲ୍ ଆୟୋଜିତ ହେବ। ଆତଙ୍କୀ ହମଲାରେ ମୃତ ନେପାଳର ସନ୍ଦୀପଙ୍କ ପରିବାର ଶୁଣାଇଲେ ଦୁଃଖଭରା କାହାଣୀ। ବିବିସି ରିପୋର୍ଟ ମୁତାବକ ପହଲଗାମ ଆତଙ୍କୀ ହମଲାରେ ନେପାଳର ମୃତକ ସନ୍ଦୀପଙ୍କର ଭିଣୋଇ ଯୁବରାଜ ସିଂ କହିଛନ୍ତି ଯେ ହିନ୍ଦୁ ହୋଇଥିବା କାରଣରୁ ତାଙ୍କ ଶାଳକଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ। ସେ କହିଛନ୍ତି, ଆମେ ଆତଙ୍କବାଦୀଙ୍କ ଠାରୁ ବର୍ତ୍ତିବା ପାଇଁ ଆଲ୍ଲା ଆଲ୍ଲା କହି ଲୁଚି ଯାଇଥିଲୁ, କିନ୍ତୁ ମୋ ଶାଳକ ଲୁଚି ନଥିଲେ। ସେ ନିଜକୁ ହିନ୍ଦୁ ବୋଲି କହି ଗୁଳି ଖାଇଥିଲେ। ସନ୍ଦୀପଙ୍କ ଭଉଣୀ କହିଛନ୍ତି ସେ ଜୀବନ ବଞ୍ଚାଇବା ପାଇଁ ମିଛ କହିନଥିଲା। କାଲି ଆଖି ପୁଣି ଦିଘାରେ ଲାଗିଲା ଜଗନ୍ନାଥ ଧାମ ହୋର୍ଡିଂ। ପଶ୍ଚିମବଙ୍ଗ ଦିଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦିଘା ମନ୍ଦିରକୁ ଜଗନ୍ନାଥ ଧାମ ନ କହିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ପରେ ଗତକାଲି ଏହାକୁ ହଟାଯାଇଥିଲା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏପରିକି ପଶ୍ଚିମବଙ୍ଗ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତି ମାଲବ୍ୟ ମଧ୍ୟ ଏକ୍ସରେ ସୂଚନା ଦେଇଥିଲେ। ପରେ ଗତକାଲି ରାତିରେ ପୁଣି ଆଗରୁ ହଟାଯାଇଥିବା ସାଇନବୋର୍ଡକୁ ଲଗାଯାଇଥିବା ଦେଖିବାକୁ ମିଳିଛି। ଲିକ୍ ହେଲା 1900 କୋଟିରୁ ଅଧିକ ପାସୱାର୍ଡ। ସାଇବର ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ 2024 ଏପ୍ରିଲ ପରଠାରୁ 200ରୁ ଅଧିକ ଡାଟା ବ୍ରିଚ୍ ହୋଇଛି, ଯେଉଁଥିରେ ଇଣ୍ଟରନେଟ୍ରେ 1900 କୋଟିରୁ ଅଧିକ ପାସୱାର୍ଡ ଲିକ୍ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଲିକ୍ ହୋଇଥିବା ପାସୱାର୍ଡ ମଧ୍ୟରୁ କେବଳ 6% ପାସୱାର୍ଡ ଅନନ୍ୟ ଥିଲା। ତେବେ ପ୍ରାୟ 27% ଲୋକ କେବଳ ଛୋଟ ଅକ୍ଷର ଓ ସଂଖ୍ୟା ସହିତ ପାସୱାର୍ଡ ଦିଅନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। 2022ରେ 1% ଲୋକ ସଠିକ୍ ଭାବରେ ପାସୱାର୍ଡ ଦେଇପାରୁନଥିବା ବେଳେ ଏବେ 19% ଲୋକ ଏହା କରିପାରୁଛନ୍ତି। ମୁଖ୍ୟ ଖବରକୁ ଏଇଠି ରଖିବା। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍ ନିଶ୍ଚିତ କରିବେ। ଆପଣଙ୍କର ଗୋଟେ ଲାଇକ୍ ଆମକୁ ପ୍ରେରଣା ଯୋଗାଇବ।